ନିଅନ୍ତୁ। ଆଜି ଆମେ ଜାଣିବା ଷଷ୍ଠୀ ଓଷା ବିଷୟରେ। ଷଷ୍ଠୀ ଓଷା ବା ଷଠି ଓଷା ଏହା ଓଡ଼ିଶାର ପାଳନ ହେଉଥିବା ଏକ ପାରମ୍ପରିକ ପୂଜା ବା ଓଷା ଅଟେ। ଷଠି ଠାକୁରାଣୀକୁ ଓଡ଼ିଶାରେ ଜନ୍ମ ଦେବୀ ବୋଲି କୁହାଯାଏ। ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିନ ପଡ଼ିଥାଏ। ଷଠି ଓଷା ମୁଖ୍ୟତଃ ମା ମାନେ ପିଲାମାନଙ୍କର ମଙ୍ଗଳ କାମନା ପାଇଁ ଓଷା କରିଥାନ୍ତି। ସେହିଦିନ ସୋମନାଥ ବ୍ରତ ପଡ଼ିଥାଏ। ସକାଳେ ସୋମନାଥ ବ୍ରତ 10 ପ୍ରକାର ଫଳ 10 ପ୍ରକାର ଫୁଲକୁ ନେଇ ପୂଜା କରାଯାଇଥାଏ। ଏକ ଶିଳପୁଆକୁ ନେଇ ହଳଦୀ କନାରେ ବନ୍ଧାଯାଇ ତା ଉପରେ ହଳଦୀ ଲଗାଯାଇଥାଏ। ବାଉଁଶ, ଧାନ, ବଜ୍ରମୂଳି, ସାରୁ, ଦୁବ, ବରକୋଳି ଆଦି 6 ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଇଥାଏ। ଗୁଆ, ସିନ୍ଦୁର ଫରୁଆ, କଜଳପାତି ତାଙ୍କ ପାଖରେ ଥୁଆ ହୋଇଥାଏ। ତାପରେ ଦୁବ, ବରକୋଳି ପତ୍ର ଏବଂ ଅରୁଆ ଚାଉଳରେ ବନ୍ଦାପନା ହୋଇଥାଏ। ସମସ୍ତେ ପୂଜା